କେବେ ଏମିତି ଏକ ଜାଗା କଥା ଭାବିଛନ୍ତି ଯେଉଁଠି ଜୀବନର ଗତି ମନ୍ଦିରର ଘଣ୍ଟି ଆଉ ସମୁଦ୍ରର ଲହରୀ ସାଙ୍ଗେ ଚାଲେ? ହଁ, ଆମେ କଥା ହେଉଛେ ଓଡ଼ିଶାର ଏମିତି ଏକ ମାଟି ଯେଉଁଠି ନୂଆବର୍ଷ କ୍ୟାଲେଣ୍ଡର ପୃଷ୍ଠାରୁ ନୁହେଁ ବରଂ ମାଟିର ବାସ୍ନା ଆଉ ସୂର୍ଯ୍ୟଙ୍କ ଗତିରୁ ଆରମ୍ଭ ହୁଏ। ତେବେ ଆସନ୍ତୁ ଆଜି ସେଇ ମାଟିର ଗୋଟେ ନିଆରା ପର୍ବ ପଣା ସଂକ୍ରାନ୍ତିର କାହାଣୀ ଭିତରେ ଟିକେ ହଜିଯିବେ। ଆମର ଏହି କାହାଣୀ ଆରମ୍ଭ ହେଉଛି ପୁରୀ ପାଖରେ ଥିବା ଗୋଟେ ଛୋଟିଆ ଗାଁରୁ। କଳ୍ପନା କରନ୍ତୁ, ସୂରୁଜର ସୁନେଲି କିରଣ ଧୀରେ ଧୀରେ ମାଟିକୁ ଛୁଉଁଛି ଆଉ ଏକ ନୂଆ ଦିନ ଆରମ୍ଭ ହେଉଛି। କିନ୍ତୁ ଜାଣନ୍ତି, ଏଇଟା କିଛି ସାଧାରଣ ଦିନ ନୁହେଁ। ନା, ଏ ହେଉଛି ପଣା ସଂକ୍ରାନ୍ତି, ଓଡ଼ିଆମାନଙ୍କ ପାଇଁ ନୂଆ ବର୍ଷର ପ୍ରଥମ ସକାଳ। ଆଉ ଏଇ କାହାଣୀର କେନ୍ଦ୍ରରେ ଅଛି 16 ବର୍ଷର ଅର୍ଜୁନ। ସହରର ଦୌଡ଼ାଦୌଡ଼ି କୋଳାହଳ ସେସବୁ ଛାଡ଼ି ସେ ଆସି ପହଞ୍ଚିଛି ତା ଜେଜେବାପାଙ୍କ ଗାଁକୁ। ଏଠି ମୋବାଇଲ ନେଟୱାର୍କ ନାହିଁ, ହେଲେ ପକ୍ଷୀଙ୍କ କିଚିରିମିଚି ଶବ୍ଦ ଅଛି। ଏଇ ଶାନ୍ତିଟା ତାକୁ ଟିକେ ଅଜବ ଲାଗୁଥାଏ ସତ, କିନ୍ତୁ ତାହା ଭିତରେ କେଉଁଠି ନା କେଉଁଠି ଗାଁର ଏଇ ନିଆରା ପରମ୍ପରାକୁ ଜାଣିବାର ଗୋଟେ ଆଗ୍ରହ ବି ଧୀରେ ଧୀରେ ବଢ଼ୁଥାଏ। ତ ଗୋଟେ ପଟେ ଅଛି ଅର୍ଜୁନର ଦୁନିଆ, ମାନେ ସହରର ସେଇ ବ୍ୟସ୍ତ ଜୀବନ, ଆଉ ଆରପଟେ ଅଛି ତା ଜେଜେବାପାଙ୍କ ଦୁନିଆ, ଗାଁର ସେଇ ଶାନ୍ତ ପ୍ରକୃତି କୋଳରେ ଥିବା ପରିବେଶ। ଆଉ ଏଇ ଦୁଇଟା ଦୁନିଆ ଭିତରେ ଅର୍ଜୁନ ନିଜକୁ ଖୋଜୁଥାଏ। ମନରେ ଟିକେ ଦ୍ୱନ୍ଦ୍ୱ ଆଉ ଟିକେ ଆଶା ବି। ଆଉ ସେଇ ସକାଳୁ ଜେଜେବାପାଙ୍କର ସ୍ନେହଭରା ଡାକରେ ଅର୍ଜୁନର ନିଦ ଭାଙ୍ଗିଗଲା। ବାସ୍, ତାଙ୍କର ଏଇ ଗୋଟିଏ କଥା ଅର୍ଜୁନ ମୁଣ୍ଡରେ ଗୋଟେ ବଡ଼ ପ୍ରଶ୍ନ ତିଆରି କରିଦେଲା। ନୂଆବର୍ଷ, ସେଇଟା ତ ଜାନୁଆରୀରେ ହୁଏ। ଆଉ ସେହି ପ୍ରଶ୍ନରୁ ହିଁ ତାର ଏଇ ନୂଆ କଥା ଜାଣିବାର ଯାତ୍ରା ଆରମ୍ଭ ହୋଇଗଲା। ଅର୍ଜୁନର କଥା ଶୁଣି ଜେଜେବାପା ଟିକେ ହସିଦେଲେ। କହିଲେ, ଆରେ ବାବୁ, ସେଇଟା ତ ଇଂରାଜୀ କ୍ୟାଲେଣ୍ଡର। ଆମ ନୂଆ ବର୍ଷର ହିସାବ ପ୍ରକୃତି ସାଙ୍ଗରେ ଚାଲେ। ସେ ବୁଝେଇବାକୁ ଲାଗିଲେ ଯେ ଆମ ପୂର୍ବପୁରୁଷମାନେ କାନ୍ଥରେ ଟଙ୍ଗା ହୋଇଥିବା କ୍ୟାଲେଣ୍ଡରକୁ ଦେଖୁନଥିଲେ। ନା, ତାଙ୍କ ପାଇଁ ଘଡ଼ି ଥିଲା ସୂର୍ଯ୍ୟ, ମାଟି ଆଉ ବଦଳୁଥିବା ଋତୁ। ଏହି ପର୍ବର ପ୍ରକୃତ ନାଁ ହେଉଛି ମହାବିଷୁବ ସଂକ୍ରାନ୍ତି। ଜ୍ୟୋତିଷଶାସ୍ତ୍ର କୁହେ ଯେ ଠିକ୍ ଏଇ ଦିନ ହିଁ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କରନ୍ତି। ଆଉ ଏଇଟା କେବଳ ଗୋଟେ ରାଶି ପରିବର୍ତ୍ତନ ନୁହେଁ, ଏହା ଏକ ନୂଆ ଶକ୍ତିର ସଞ୍ଚାର, ନୂଆ ଫସଲର ସୂଚନା ଆଉ ଏକ ନୂଆ ଜୀବନ ଚକ୍ରର ଆରମ୍ଭ। ଏହାକୁ ଯଦି ଆମେ ଆହୁରି ସରଳ ଭାବରେ ବୁଝିବା, ତେବେ ଏମିତି: ସୂର୍ଯ୍ୟ ନିଜର ଗତିପଥ ବଦଳାନ୍ତି, ତାପରେ ଋତୁ ବଦଳେ, ଆଉ ଯେମିତି ଋତୁ ବଦଳେ ସେମିତି ମାଟିର ଭାଗ୍ୟ ବି ବଦଳିଯାଏ। ଆରମ୍ଭ ହୁଏ ଫସଲ ଅମଳର ସମୟ। ଦେଖନ୍ତୁ, ଏଇଟାଇ ତ ସେ ସୁନ୍ଦର ସମ୍ପର୍କ ସୂର୍ଯ୍ୟ, ମାଟି ଆଉ ମଣିଷ ଭିତରେ। ଦୂରରେ ସୁନେଲି ଫସଲରେ ଭର୍ତ୍ତି ହୋଇଥିବା ବିଲ ଆଡ଼କୁ ଦେଖେଇ ଜେଜେବାପାଙ୍କ ମୁହଁରେ ଗୋଟେ ଅପୂର୍ବ ଶାନ୍ତି ଥିଲା। ସେ କହିଲେ, ଏଇଟା ହେଉଛି କୃତଜ୍ଞତାର ପର୍ବ। କାହିଁକି ନା ଏଇ ସମୟରେ ହିଁ ଚାଷୀ ତାର ବର୍ଷକର କଠିନ ପରିଶ୍ରମର ଫଳ ପାଏ। ସେଥିପାଇଁ ଏଇ ଦିନଟା କେବଳ ନୂଆ ଆରମ୍ଭ ନୁହେଁ, ଏହା ପ୍ରକୃତି ମା'କୁ ଧନ୍ୟବାଦ ଦେବାର ଦିନ। ତେବେ ଏତେ ସବୁ କଥା ପରେ ଆସନ୍ତୁ ଏବେ ଏହି ପର୍ବର ଆତ୍ମା ମାନେ ପଣା ବିଷୟରେ କିଛି ଜାଣିବା। କାରଣ ଏଟା କେବଳ ଗୋଟେ ପିଇବା ଜିନିଷ ନୁହେଁ, ଏହା ଭିତରେ ଲୁଚି ରହିଛି ଆମ ପୂର୍ବପୁରୁଷଙ୍କର ଶହ ଶହ ବର୍ଷର ଜ୍ଞାନ। ତ ପାଣାର ସବୁଠୁ ମୁଖ୍ୟ ଜିନିଷ ହେଲା ବେଲ। ଆଉ ଗରମ ଦିନେ ଏହା ଶରୀର ପାଇଁ କେତେ ଯେ ଭଲ, ସେ କଥା ଆମେ ସମସ୍ତେ ଜାଣିଛେ। ତାର ସେ ବାସ୍ନା, ଆହା, ପୁରା ପର୍ବର ଅନୁଭବକୁ ଦୁଇଗୁଣ କରିଦିଏ। ତାପରେ ସେଥିରେ ପଡ଼େ ଗୁଳର ମିଠା ଆଉ କିଛି ବଛା ବଛା ମସଲା। ଏମିତି ଏକ ମିଶ୍ରଣ ଯାହା ଖାଲି ପାଟିକୁ ଭଲ ଲାଗେନି, ବରଂ ଦେହକୁ ତାକତ ବି ଦିଏ। ଆଉ ଶେଷରେ ଏ ସବୁକୁ ଏକାଠି କରିବା ପାଇଁ ମିଶେ ପାଣି, ଯାହା ତ ଜୀବନର ହିଁ ପ୍ରତୀକ। ଦେଖନ୍ତୁ, ଏଇ କେତୋଟି ସାଧାରଣ ଜିନିଷ ମିଶିଗଲେ କେମିତି ଗୋଟେ ଅସାଧାରଣ ସ୍ୱାଦ ତିଆରି ହୋଇଯାଏ। ଆଉ ସେପଟେ ଜେଜେମା ପଣା ଘାଣ୍ଟୁ ଘାଣ୍ଟୁ ବଡ଼ ସ୍ନେହରେ କହୁଥାନ୍ତି। ତାଙ୍କର ଏଇ ଛୋଟିଆ କଥା ଭିତରେ ଶହ ଶହ ବର୍ଷର ଅଭିଜ୍ଞତା ଥିଲା। ସତ କହିଲେ, ଏହା ଖାଲି ପଣା ନୁହେଁ, ଏହା ହେଉଛି ଆୟୁର୍ବେଦ। ଆଗକୁ ଆସୁଥିବା ଭୀଷଣ ଗରମ ପାଇଁ ଶରୀରକୁ ପ୍ରସ୍ତୁତ କରିବାର ଏହା ଆମ ପୂର୍ବଜନ୍ମର ଏକ ଉପାୟ। ଦେଖିଲେ ତ, ପରମ୍ପରା କେମିତି ସ୍ୱାସ୍ଥ୍ୟ ସହିତ ଯୋଡ଼ି ହୋଇ ରହିଛି। ଏଇଟା ତାର ଜୀବନ୍ତ ଉଦାହରଣ। କିନ୍ତୁ ପଣା ସଂକ୍ରାନ୍ତି କେବଳ ଖାଇବା ପିଇବାର ପର୍ବ ନୁହେଁ। ନା, ଏହା ଆମକୁ ଆମର ଗୋଟେ ବଡ଼ ଦାୟିତ୍ୱ ବିଷୟରେ ମନେ ପକାଇ ଦିଏ, ପ୍ରକୃତି ପ୍ରତି ଆମର ଦାୟିତ୍ୱ। ଆସନ୍ତୁ ସେହି ପରମ୍ପରା ବିଷୟରେ ଟିକେ ଜାଣିବା। ଏ ଦୃଶ୍ୟ ହୁଏତ ଆମ ଭିତରୁ ଅନେକ ଦେଖିଥିବେ। ଗାଁ ଦାଣ୍ଡରେ କିମ୍ବା ଚଉରାମୂଳେ ଗୋଟେ ମାଠିଆ ଝୁଲୁଥାଏ, ଆଉ ସେଥିରୁ ଟୋପା ଟୋପା ପାଣି ପଡ଼ୁଥାଏ। କେବେ ମନକୁ ଆସିଛି, ଏହା କାହିଁକି? ଏଇ ପାଣି କାହା ପାଇଁ? ଏଇ ଯେଉଁ ସୁନ୍ଦର ପରମ୍ପରା, ଏହାକୁ କୁହାଯାଏ ବସୁଧାରା। ଏହାର ଅର୍ଥ ହେଲା ବସୁଧା ବା ଧରିତ୍ରୀକୁ ଜଳର ଧାରା ଅର୍ପଣ କରିବା। ଏଇ ଯେଉଁ ଟୋପା ଟୋପା ପାଣି ପଡ଼ୁଛି, ଏହା ଖାଲି ମାଟିର ଶୋଷ ମେଣ୍ଟାଉନି, ବରଂ ଗରମରେ ପଶୁପକ୍ଷୀଙ୍କୁ ବି ଜୀବନ ଦେଉଛି। ଏହା ହେଉଛି ପ୍ରକୃତିକୁ କିଛି ଫେରାଇ ଦେବାର ଆମର ଗୋଟେ ଛୋଟ ପ୍ରୟାସ। ଆଉ ସେଇଠି ଜେଜେବାପା କହିଲେ ସେଇ ମୂଳ କଥା। ବାସ୍,
ଏହି ଗୋଟିଏ ଲାଇନ୍ରେ ହିଁ ବସୁଧାରାର ପୁରା ମର୍ମ ଲୁଚି ରହିଥିଲା। ଆମେ ପ୍ରକୃତିଠୁ ଖାଲି ନେବାନି, ତାର ଯତ୍ନ ବି ନେବା। ବସୁଧାରା ସେଇ ଦାୟିତ୍ୱବୋଧର ଗୋଟେ ଚୁପଚାପ ସ୍ମାରକୀ। ଆଉ ଏଇଠି ଟିକେ ଭାବିବାର କଥା, ଗୋଟେପଟେ ଆମେ ପ୍ରଗତି ନାଁରେ ଜଙ୍ଗଲ କାଟୁଛୁ, ନଦୀକୁ ମଇଳା କରୁଛୁ, ଆଉ ଆରପଟେ ଆମର ଏହି ପରମ୍ପରା ଆମକୁ ପ୍ରକୃତିର ପୂଜା କରିବା ଶିଖାଉଛି। ତେବେ ପ୍ରଗତି ଆଉ ପରମ୍ପରାର ଏଇ ଲଢ଼େଇରେ ଆମେ ପ୍ରକୃତରେ କେଉଁ ରାସ୍ତାରେ ଯାଉଛୁ? ଏକଥା ଶୁଣି ଜେଜେବାପା କହିଲେ, ଆମ ଓଡ଼ିଶାର ଇତିହାସରେ କେତେ କ'ଣ ବଦଳି ଯାଇଛି, କିନ୍ତୁ ଗୋଟି ଜିନିଷ ବଦଳିନି, ଆମ ଲୋକଙ୍କର ନିଜ ସଂସ୍କୃତି ପ୍ରତି ଥିବା ଭଲ ପାଇବା। ଆଉ ସତରେ ପଣା ସଂକ୍ରାନ୍ତି ସେହି ବିଶ୍ୱାସ ଆଉ ସାହସର ଗୋଟେ ଜ୍ୱଳନ୍ତ ପ୍ରତୀକ, ଯାହା ଏତେ ଝଡ଼ଝଞ୍ଜା ପରେ ବି ଆଜିଯାଏ ବଞ୍ଚି ରହିଛି। ଆଉ ଯେତେବେଳେ ସେଦିନର ସୂର୍ଯ୍ୟ ବୁଲିବାକୁ ଲାଗିଲା, ସେତେବେଳକୁ ଅର୍ଜୁନ ଆଉ ସେହି ପୁରୁଣା ସହରୀ ପିଲା ହୋଇନଥିଲା, ତା ଭିତରେ କିଛି ଗୋଟେ ବଦଳି ଯାଇଥିଲା। ସେ ଆଉ ବାହାରୁ ଦେଖୁଥିବା ଜଣେ ଦର୍ଶକ ନଥିଲା, ବରଂ ସେ ନିଜେ ଏ ପରମ୍ପରାର ଗୋଟେ ଅଂଶ ପାଲଟି ଯାଇଥିଲା। ସନ୍ଧ୍ୟା ନଇଁ ଆସୁଥିଲା। ବରଗଛ ମୂଳେ ବସି ଅର୍ଜୁନ ଧୀର ସ୍ୱରରେ ତା ଜେଜେବାପାଙ୍କୁ କହିଲା, ଦାଦା, ଏଇଟା ଖାଲି ଗୋଟେ ପର୍ବ ନୁହେଁ, ତାର ସେଇ ଛୋଟିଆ ବାକ୍ୟ ଭିତରେ ପୁରା ଦିନର ଅନୁଭବ ଆଉ ବୁଝାମଣାର ସାରାଂଶ ଥିଲା। ଜେଜେବାପା ତା କଥା ଶୁଣି ମୁରୁକି ହସିଲେ। ତା ପିଠିରେ ହାତ ଥାପୁଡ଼େଇ କହିଲେ, ହଁ ବାବୁ, ଏଇଟା ହିଁ ଆମ ଜୀବନ। ବାସ୍, ଏଇ ଗୋଟିଏ ଉତ୍ତରରେ ସବୁ ପ୍ରଶ୍ନର ଜବାବ ଥିଲା। ପରମ୍ପରା କେମିତି କେବଳ ପାଳନ କରିବାର ଜିନିଷ ନୁହେଁ, ବରଂ ବଞ୍ଚିବାର ଏକ ମାଧ୍ୟମ, ତାହା ଏଇ ଗୋଟିଏ ବାକ୍ୟରୁ ପୁରା ସ୍ପଷ୍ଟ ହୋଇଯାଉଥିଲା। ତେଣୁ ଶେଷରେ ଆମେ ଏତିକି ବୁଝିଲେ ଯେ ପଣା ସଂକ୍ରାନ୍ତି ଖାଲି ଗୋଟେ ତାରିଖ ନୁହେଁ, ଏହା ହେଉଛି ଓଡ଼ିଶାର ଆତ୍ମା। ଏହା ଆମକୁ ଶିଖାଏ ଯେ ପ୍ରକୃତ ନୂଆ ଆରମ୍ଭ ସେତେବେଳେ ହିଁ ସମ୍ଭବ ଯେତେବେଳେ ଆମେ ଆମ ମୂଳ ମାନେ ଆମ ପ୍ରକୃତି ସହିତ ପାଦ ମିଳାଇ ଚାଲିବା। ତେବେ ଆସୁଥିବା ଏହି ନୂଆ ବର୍ଷ ଆମ ସମସ୍ତଙ୍କୁ ନିଜ ମୂଳ ସହିତ ଯୋଡ଼ିବାର ଏକ ନୂଆ ସୁଯୋଗ ଦେଉ, ଏହା ହିଁ କାମନା।